ମାନେ ମୁଗ ପାଣି ଭଳିଆ କଥାଟା ବୁଝିପାରୁ ପାଣି ପୁରା ଜବର ପ୍ରେସର ପାଣି ଆଉଛି। 1200 1400 1500 ଗୋଟିଏ ମାଛର ଆଖି ବୁଝିକିରି ନାଳ ଭିତରେ ବାରହା କୋଉଠୁ ପଳେଇ ଯାଇଛନ୍ତି। ସେ ବାରହା ପୁରା ଧାନ ବହୁତ ନଷ୍ଟ କରୁଛନ୍ତି। ଦେଖ ବାରହା ପଶିକି ଧାନକୁ ସବୁ କେମିତି ଶୁଆଇ କଣ କରିଦେଇଛି ଦେଖନ୍ତୁ। ବାରହା ପୁରା ଘାଣ୍ଟି ଧାନକୁ ନଷ୍ଟ କରିଦଉଛି କିଆରି ଭିତରେ। ଦେଖ କଣ ବନ୍ଦ ହେଇଗଲା, କଣ ହେଲା କଣ ଜୋର ଦାବି ଦେଇଛନ୍ତି ଆଉ ଅଳ୍ପ ଦିନ ଭିତରେ ବିରି ଆଧରେ ଫଳିବ। ଧାନ କଟାକଟି ହେଲା ବେଳକୁ ବିରି ଦେଖିପାରୁଛି ସାଙ୍ଗମାନେ। ଇଏ ହଉଛନ୍ତି ଆମର ବାଙ୍କେଶ୍ୱରୀ ମହାଦେବ। ମୋର ୟୁଟ୍ୟୁବରେ ଯେତେ ପେମେଣ୍ଟ ଆସିବ, ମାନେ ୟୁଟ୍ୟୁବରେ ଯେଉଁ ମୋର ଫାଷ୍ଟ ପେମେଣ୍ଟ ଯେତିକି ଆସିବ, ଏଇ ଠାକୁରଙ୍କ ପାଖରେ ମୁଁ ସବୁ ପଇସାର କାମ କରିବି। ସେଇଠି ମୋର ତ ଚ୍ୟାନେଲର ଫାଷ୍ଟ ଭିଡ଼ିଓ ହିଁ ଏଇଠି ମୋର ଠାକୁରଙ୍କ ପାଖରେ ହେଇଥିଲା। ମୋର ଗୋଟେ ମାନସିକ ଅଛି, ମୋର ଫାଷ୍ଟ ପେମେଣ୍ଟ ଯେତେ ବି ଆସୁ, 10,000 ଆସୁ 20,000 ଆସୁ, ଯେତେ ବି ଆସୁ ସବୁ ଏଇ ଠାକୁରଙ୍କ ପାଖରେ ଖର୍ଚ୍ଚ କରିବି। କଳ କାନ୍ଧେଇ ଖାଉଛନ୍ତି। ଆମେ ଏବେ ଯିବୁ ବିଲକୁ, ଆମ ବିଲରେ ଧାନକୁ ପାଣି ବୁଡ଼ା ହବ। ଏ ସିଲୁ କାନ୍ଧେଇ ପାଇଲେନି, ସିଲୁ ଭିଡକୁ ନୁହଁ ଆଉ, ସିଲୁ ଥୋଇ ଥୋଇକା କଳକୁ ଆଣୁଛି ଆଉ। ସିଲୁ ଭିଡକୁ ନୁହଁ। ପପୁନା ବୋଧେ ପଳେଇଛି ଡ୍ୟୁଟି। ଜୟ ଜଗନ୍ନାଥ ସାଙ୍ଗମାନେ, ମୁଁ ଆସିଛି ଆଜି ଆମର ବିଲକୁ ଯୋଉ ଧାନ ଆମର ଚାଷ କରିଥିଲୁ। ଦେଖିପାରୁଥିବେ କେମିତି ଆମର ଧାନ ଏବେ ହେଇଛି। ଦେଖିପାରୁଥିବେ ଇଏ ହଉଛି ଆମର ଧାନ ହେଇଛି। ଏଠି ତ ଏବେ ବାରହା ଏତେ ଜୋରରେ ମାତିଛନ୍ତି ଯେ ଧାନକୁ ବହୁତ ନଷ୍ଟ କରିଦଉଛନ୍ତି। ମୁଁ ଏବେ ନଈ ପାଖାପାଖି ଯାଉଛି ଆମର, କାହିଁକିନା ବିଲରେ ତ ବହୁତ ପାଣି ଶୁଖିଗଲାଣି। ପାଣି କଳ ଟିକେ ବୁଡ଼ା ହବ। ମୁଁ ଏବେ ଯାଉଛି। ଧାନ ଯାହା ହଉ ଯେମିତି ହଉ, ଯାହା ହଉ ଭଲ ଧାନ ଟିକେ ହେଇଛି। ଯାଉଛି ଧାନ ବିଲ ପାଖକୁ। ବିଲ ପାଖରେ ଆମର କଳ ନେଇକିରି ଭାଇଗିରା ସବୁ ଯାଇଛନ୍ତି। କଳ ପାଖକୁ ଯାଇକିରି କଳ ଇଚ୍ଛା ପକେଇବୁ। ଏ ଆମ ଦାଦା ସେଠି ଠିଆ ହେଇକି ଦେଖିପାରୁଥିବେ, ଦେଖୁଛନ୍ତି ଆଉ ଗୋଟେ କିଆରି ଆମର ଧାନ ପାଣି ବୁଡ଼ା ହବ କି ନ ବୁଡ଼ା ହବ ଦେଖୁଛନ୍ତି। ନଈ ପାଖରେ ସବୁ ଜାଲ ଭସେଇଛନ୍ତି। ଆସନ୍ତୁ ତାଙ୍କୁ ଟିକେ ଦେଖେଇଦବା ନଈରେ କେମିତି ମାଛ ହଉଛି, ସେମାନେ ଜାଲ ଭସଉଛନ୍ତି। ଏ ଦେଖିପାରୁଥିବେ ଆମର ଯୋଉ ବଗ ସବୁ ବସିଛନ୍ତି, ଏଇ ଜାଲ ଭସା ହଉଛି। ଜାଲ ଦେଇଛନ୍ତି, ଜାଲ ଏବେ ଭସେଇଛନ୍ତି। ଆଉ ଟିକେ ଗଲେ ତାଙ୍କର ଉଠେଇବେ। ଉଠେଇଲେ ତ ମାଛ ତ ନିଶ୍ଚିନ୍ତ ହେଇଥିବ, କାହିଁକିନା ଇଏ ହଉଛି ଆମର ଲୁଣା ନଦୀ। ଲୁଣା ନଦୀ ପାଖେ ପାଖେ ସବୁ ବିଲ ଅଛି। ବିଲରେ ଧାନ ଚାଷ ହେଇଛି। ଦେଖିପାରୁଥିବେ ଏଇଟା କୁହନ୍ତି ହୁଲି। ଏ ହୁଲିରେ ସବୁ ମାଛ ମାରନ୍ତି। ଦେଖିପାରୁଥିବେ, ଦେଖନ୍ତୁ ଏଇଟା ହଉଛି ହୁଲି। ଏଇ ଜାଲ ସୋଲ ଦେଖାଯାଉଥିବ, ଦେଖିପାରୁଥିବେ। ଏ ହୁଲିରେ ମାଛ ମାରନ୍ତି। ବାରହା କିନ୍ତୁ ବହୁତ ଜୋରରେ ଆ ଭିତରେ ହେଇଯାଇଛନ୍ତି। ଇଏ ଗୋଟେ ପାଳ ଏଠି ଅଛି, ଆମର ଗୋଟେ ମହୁରିଆ ପାଳ ମିଳିଆ କୁହାଯାଏ। ସେଇ ମହୁରିଆ ପାଳ ଭିତରେ ବାରହା କୋଉଠୁ ପଳେଇ ଯାଇଛନ୍ତି। ସେ ବାରହା ପୁରା ଧାନ ବହୁତ ନଷ୍ଟ କରୁଛନ୍ତି। ମୁଁ ଯାଉଛି ଆମର ସେ ଇଏ ପାଖକୁ, ଦେଖନ୍ତୁ ନଈ ପାଖେ ପାଖେ ମୁଁ ଯାଉଛି। ନଈ ପାଖେ ପାଖେ ଯାଇକିରି ସେଠି ଟିକେ ଦୂର ବାଟ ହବ, ସେ ଜାଗାକୁ ଯାଉଛି। ଏଇ ଦେଖନ୍ତୁ ଇଏ ବିଲରେ ଦେଖନ୍ତୁ ଟିକେ ଧାନ ଭଲ ହେଇଛି। ଏଇ ବିଲରେ ଦେଖ ଧାନ ନାହିଁ। ଏ ବିଲରେ ପାଣି ବୁଡ଼ା ହବ। ପାଣି ବୁଡ଼ା ନହେଲେ ବିଲରେ ଧାନ ହବନି। ଦେଖିପାରୁଥିବେ ଏଇ ସବୁ କଣ୍ଠା ହେଇଗଲାଣି। ଧାନ କାହା କିଆରି ମୁଁ ଜାଣିନି, କିନ୍ତୁ ଇଏ ବିଲରେ ପାଣି ବୁଡ଼ା ହବ। ପାଣି ବୁଡ଼ା ହେଲେ ଯାଇ ଧାନ ହବ, ନହେଲେ ହବନି। ଦେଖିପାରୁଥିବେ ଦେଖ ବାରହା ପଶିକି ଧାନକୁ ସବୁ କେମିତି ଶୁଆଇ କଣ କରିଦେଇଛି ଦେଖନ୍ତୁ। ବାରହା ପୁରା ଘାଣ୍ଟି ଧାନକୁ ନଷ୍ଟ କରିଦଉଛି କିଆରି ଭିତରେ। ଦେଖ ଇଏ ଧାନ ଦେଖ ଏଇ ଠିଆ ହେଇଛି, ଧାନ ଦେଖ ଶୋଇ ପଡିଛି। ତା ଭିତରେ ବାରହା ପଶିକିରି ପୁରା ନଷ୍ଟ ଭଷ୍ଟ ପୁରା କରିଦଉଛନ୍ତି। ବହୁତ କିଆରି ଏମିତି କରୁଛନ୍ତି ବାରହା। ଆଉ ଏପଟୁ କଣ ରାତି ତ ହେଲେ କେହି ଆସିବେନି, ଭୟ ଲାଗିବ।
ବାରହା ଯାହା କରିବେ ଆଉ ଚାଷ କରିବା କେତେ କଷ୍ଟ ତା ଦେହରେ ବାରହା ନଷ୍ଟ କରିଦଉଛି। ସାଙ୍ଗମାନେ ଦେଖିପାରୁଥିବେ ଇଏ ହଉଛି ଆମର ଯୋଉ ବିଲରେ ଧର ଧାନ ନ ହବ ମାନେ ଟିକେ ଉଞ୍ଚ କିଆରି ହେଇଥିବ ଦେଖନ୍ତୁ ବିରି ପଡିଛି ଦେଖନ୍ତୁ ବିରି ଗଛ ସବୁ କେମିତି ହେଲାଣି ଆଉ ଅଳ୍ପ ଦିନ ଭିତରେ ବିରି ଆଧରେ ଫଳିବ ଧାନ କଟାକଟି ହେଲା ବେଳକୁ ବିରି ଆଧରେ ଫଳୁଥିବ ତାପରେ ଧାନ କଟା ସରିଲା ପରେ ତାପରେ ଯାଇକିରି ବିରି ଉପରା ହବ ଦେଖନ୍ତୁ ଧାନ କିଆରି ପାଖରେ ଦେଖନ୍ତୁ ଏଇ କିଆରିରେ ଉଞ୍ଚ କିଆରି ତା ଦେହରେ ଧାନ ହବନି ବିରି ପକେଇ ଦେଇଥିଲେ ଆଉ ଏଇ ଦେଖିପାରୁଥିବେ ଆମର ଏଇଠି ସେ ଭାଇ ଏରିଆ କଳ ପକେଇଛନ୍ତି କାହିଁକିନା କଳ ନ ପକେଇଲେ ଧାନ ହବ ନାହିଁ ଦେଖନ୍ତୁ ଏଇ ବିଲକୁ ପାଣି ଯାଉଛି ସେଇ ପାଇପ୍ ଦ୍ୱାରା ପାଣି ଯାଉଛି ବହୁତ ବାଟ ଦୂର ବାଟ ଯାଉଛି ପାଣି ଏଇ ପାଇପ୍ରେ ଯାଉଛି ପାଣି ଆଉ ଦେଖିପାରୁଥିବେ ଏଇ ଦେଖନ୍ତୁ ଡଙ୍ଗା ଗୋଟେ କିଏ ଲଗେଇଛି ଏଇ ହୁଲିରେ ମାଛ ଧରା ହୁଏ ଦେଖିପାରୁଥିବେ ଏଇ ହୁଲିରେ ମାଛ ଧରା ହୁଏ ଜାଲ ବି ଅଛି ଇଏ ଅଛି ଜାଲ ଦେଖିପାରୁଥିବେ ଲୁଣା ନଦୀରେ ମାଛ ମାରୁଛନ୍ତି ଆମ ପିଇସା ହେରିକା ବସୁଛନ୍ତି ପାଣି ବୁଡଉଛନ୍ତି କଳରେ ଧାନ କଣ ପାଣି ନ ବୁଡେଇଲେ ଧାନ ହବନି ତମର ପୁରା ଆଉ ଥରେ ଦବାକୁ ପଡେ ପାଣି ହବନି ଧାନ ମାନେ ଥରେ ଚଲେଇ ପୁଣି ଆଉ ଥରେ ଚଲେଇବାକୁ ପଡିବ ଦିଲ୍ଲୀପର ଥରେ ବାହାରି ପଇଲେ ତମର ବାହାରି କଳା ଚପା ବାହାରି ପଇଲେ ଆଙ୍କର ଇଏ କଣ ସ୍ୱର୍ଣ୍ଣ କଣ ଏତେ ଡେରି ଏରା ଅଛରା ପଛ ବିହାନ ବୋଧେ ଆଣିଛନ୍ତି ପଛ ବିହନ ନଥିଲା ବିହନ ଅଲଗା ଲୋକ ପାଖରୁ ଆଣିଲେ ସେଇଆ ହବ ଆଉ ଦେଖିପାରୁଥିବେ ଏଇ କଳ ପଡିଛି ଆମର ଏଉଠୁ ଆମର ଯାଉଛି ପାଣି ଆମ ବିଲକୁ ଏଇ କଳ କଳ ପଡିଛି କଳ କେତେ ଲମ୍ବା ପାଇପ୍ ଦେଖ ଏମିତି ବୁଲି 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 ବିଲ ଭିତରୁ ଯାଇଛି ପୁରା ଲାଷ୍ଟ ଆଗେ ଯିବ ପାଣି ନ ବୁଡେଇଲେ ତ ଧାନ ହବ ନାହିଁ ଯାହା ନଈ ପାଖରେ ଯାହାର ହୁଏତ କଣ ହବ ଭଲ ମନ୍ଦ କିନ୍ତୁ ଆମର କଣ ହବ କିଛି କେହି କହିପାରୁନାହାନ୍ତି କାହିଁକିନା କଣ କହିଲେ ଦିଥର ପାଣି ବୁଡେଇବାକୁ ପଡିବ ଯିବା ଟିକେ ଆମ ବିଲ ପାଖକୁ ଯିବା ଦେଖିବା କେମିତି ଧାନ ହେଇଛି ନଷ୍ଟ ହେଇଯିବ ବଡ ବଡ ପକେଇ ହଁ ଇଲିଶି କିଲୋ 1200 1400 1500 ଗୋଟେ ମାଛର ଆଖି ବୁଝିକିରି ଢୋକି ଯାଇଯିବ କୋଉଠି ଗୋଟା ଝୁଣ୍ଟିଆର ନାହିଁ ପାଣି ହେଲା ମାଛ ଖାଇଲେ ତୁ ଚାପିକିରି କଲେ ହବ କି ମାନେ ଭାଇ ଡାକିବାକୁ ପଡିବ ତାକୁ ଖୋଲିବ ଯାକି ଭାଇ କେମିତି ଖୋଲିବ ଯାହାହେଲେ ତାକୁ ଖୋଲିବା ନା ଆଉ ନ ଖୋଲେ ପୁଣି ତା କଣ କେମିତି ତାର ସିଷ୍ଟମ ଥବ ଟିକେ ଦେଖୁନା ଟିକେ ହେଲା ଟିକେ ଜୋର ଜୋର ଟିକେ ଚାପିକି ଟିକେ କଲେ ହବ ନା ସେ ଦାବ ତ ଲାଗିଛୁ କାଳି ପୁରା ବାବା ସେ କହୁଛି ନୂଆ ଯୋଗୀ କାନପୁର ହେଇଛ ଉଡି ଯାଉଛି ନା ମୁଁ ତଳେକି ଦେଇଦିଅ କାହିଁକିନା ପେଟ୍ରୋଲ ନା ସେ ଟାଙ୍କି କେତେ ଖାଇ ଫୁଲ ହେଇଯିବନି ଏଇପଟେ ନଗରୁ ବାବା ରାତି ଏପଟେ ନଗବା ଯାହା କରୁଛ ଜଲ୍ଦି କର ନହେଲେ ପେଟ୍ରୋଲ ଅଧେ ଉଡିଯିବ ଫଟାଫଟ ଆରେ କିରୋସିନି ପଇଲେ ଚାଲିବନି କେତେ ଘଣ୍ଟା ଚାଲିବ ଫୁଲ ହେଲା 3.5 ଘଣ୍ଟା ଆମେ ଯୋଉ ପେଟ୍ରୋଲ ଆଣୁଛୁ କଣ କରିବା ତା ଘରୁ ନେଇଯିବୁ ପେଟ୍ରୋଲ ଆମର ଥିଲା ପାଣି କଣ ଘୁରି ପଳେଇବି ସାଙ୍ଗେ ଷ୍ଟାର୍ଟ ଆଉ
ଆଉ ଟିକେ ସ୍ପିଡ୍ ଦିଆ ହବ ନା ଏତିକି ଆର ହାଷ୍ଟ ନା ଟିକେ ଲମ୍ବେଇ ଦେଲେ ଟିକେ ଭିତରୁ ଟିକେ ପଡ଼ିଗଲେ ଟିକେ ଭଲ ହବ ନା। କିଆରେ କେମିତି ବଢିଆ ଧାନ ହେଇଛି ଏପଟ କିଆରେ ବଢିଆ ଧାନ ହେଇଛି ଏ ଆମର ଏପଟ କିଆରେ ଧାନ ନାହିଁ ଆମର ପାଣି ବୁଡା ହବ କଳ ପଡିଛି ପାଣି ଚାଲୁଛି ଫୁଲ ପୁରା ପାଣି ବୁଡା ହବ ବାରହା ଏପଟରେ ମାତିଲେ ବାରହା ଜୋରେ ବାରହା ପାଇପ ତ ଏମିତି ପଡିଛି କରେ ଯାଇ ହଉନି କରେ ଗୋଡ ଦେଇଯିବ ଯଦି ଟିକେ କଣ ହେଲା ପଡିଯିବ ଧାନ କିଆରି ଭିତରେ ଏକା କୋଟେଇ ମାଛ ଏଇଟା କୋଟେଇ ମାଛ କିଲୋ 5-6 ଟଙ୍କା ବିକ୍ରି କି 10 ଥର କାଢିବ କିନ୍ତୁ ତା ଟେଷ୍ଟ ୟା ଟେଷ୍ଟ କୋଉଠୁ ଆସିବ କେମିତି ଆସିବ ଆମର ଏଇଠୁ ପାଣି ପକେଇଦେଲେ ଆଡି ହିର କତିରୁ ଆଡିକୁ ଯିବ ଇଏ ହିରରୁ ଏପଟକୁ ତ ପାଣି ଆସିବନି କୋଉଠି ଏଇ ହିରରୁ ଏପଟକୁ ପାଣି ଆସିବ ଆଉ ଖୋଦା ହେଇଛି କଣ ହବ ପାଇଁ ଏଇଠି ଆଡେଇ ଦେଲେ ବା ପାଣି ଏପଟକୁ ଆସିବ ଏଇଠି ହାତ ଦିଆ ହେଇଥିଲା এই ସେ ଯୋଉ ମଝିରେ ଯୋଉ ଇଏ ହେଇଛି ସେ କଣ ବାରା ପଇଦେଲେ ଏଇ ଯୋଉ ଖାଲ ଏଇ ଯୋଉ ଇଏ ହେଇଛି ଦିଲ୍ଲୀ ଭାଇ ଭୋଇବନି ମନା କରୁଛି ହଁ ଏକାଥରକ ପାଣି ଏଉଠି ଚଲେଇ ଦେଇକି ଆମର ଛାଡିକୁ ପଳେଇବେ ଆମର ଏଇ ତମର ଶୁଣ ଏ ପାଇପ ଆମର ଏ ତ ପାଇଲେ ହଁ ଆମେ ଏ ପାଇପ ଟା ପଡି ରହିଲା ହେଲା ଆମେ ସେଠୁ ଖୋଲିଦେବୁ କୋଉଠୁ ସେ ମୂଳରୁ ଖୋଲିକି ସେ ଗଳକୁ ସେପଟୁ ଦେଇଦେବୁ ଦେଲା ପରେ ତମର ଏଇ ପାଇପ ଟା ଥବ ଏଇଠି କଳ ଦେଖେଇଦେବୁ ଇଆଡୁ କଳ ତ ଉଠିବ ତାହେଲେ ଯୋଉ ନଈ ପାଣି ଛାଡ଼ିଲେ ଦାଦା ଆମର ଏମିତି ଏମିତି କଣ ଧାନ ଏ ଧାନ ଏମିତି ସେଠୁ ଇଏ କଣ ଧାନ ହବ ନା କଣ୍ଟା ହେଇଯିବ କେତେ ଦିନ ହେଲାଣି ମୁଁ କହିଲିଣି ତାକୁ ନିହାତି 7-8 ଦିନ ଆଗରୁ ମୁଁ କହିଲି ପାଣି ଯିବା ଭୋଇଦବା ସେ ପ୍ରଭାତ ତାର ଯୋଉଠି ଚାଷ କରିବ ଯଦି ତମେ ଯୋଉଠିକୁ ଯିବ ୟାକୁ କରିବ କାହିଁକି କହିଲେ ଟିକେ ସେ ଯୋଉଠି ପାଣି କେମିତି ଚାଲୁଛି ପାଣି ପୁରା ଜବର ପ୍ରେସର ପାଣି ଆଉଛି ଆମେ ତେଲ ଆଣିକି ଆସିଲା ନାଇଁ ଆଜି ହବ ଫାଟିଗଲା ମାଟି ମାନେ ମୁଗ ପାଣି ହେଇଗଲା କଥାଟା ବୁଝିପାରୁଛି ପାଣି ସବୁ ପାଣି ଦିଆ ବିଲ ଓଦାଳ ଥବ